ବନ୍ୟା ଛାଡ଼ିବା ପରେ ଘରକୁ ଫେରିଛନ୍ତି ବନ୍ୟା ବିପନ୍ନ ଆଉ ଦୁର୍ଦ୍ଦଶା ବଢ଼ି ଦେଇଛି ଏହି ବନ୍ୟା। ବୈତରଣୀ ନଦୀ କୂଳରେ ଥିବା 18ରୁ ଊର୍ଦ୍ଧ୍ୱ ପରିବାରଙ୍କ ନିକଟରେ ଆମେ ଆସି ପହଞ୍ଚିଛୁ। ଦେଖିବେ ଯେ ଯେତେବେଳେ ବନ୍ୟା ଜଳ ଛାଡ଼ି ସାରିଲା ପରେ ସେମାନେ ନିଜର ଘର ଆସି ସଜାଡ଼ୁଛନ୍ତି। କିଏ ନିଜର ମାଟି କାନ୍ଥକୁ ଛାଟୁଛନ୍ତି ତ କିଏ ତିଆରି କରୁଛି ତ ଆଉ କିଏ ଘର ସମ୍ପୂର୍ଣ୍ଣ ତିଆରି କରୁଛି। ଦେଖୁଥିବେ ତାର ଦୃଶ୍ୟ ଆମେ ଦେଖାଉଛୁ ଯୋଉଠିକି ନିଜ ନିଜ ଘରକୁ ସେମାନେ ସଜାଡ଼ିବାରେ ଲାଗିଛନ୍ତି, ବ୍ୟସ୍ତ ଲାଗିଛନ୍ତି। କାରଣ ଯେହେତୁ ବନ୍ୟା ଆସିବା ଫଳରେ ଯେଉଁ ଘର ସବୁ ଭାଙ୍ଗି ଦେଇଥିଲା, ସମ୍ପୂର୍ଣ୍ଣ ଯେଉଁ ମାଟି ଘର ଥିଲା, ଝାଟି ମାଟି ଘର ସବୁ ଭାଙ୍ଗି ଦେଇଥିଲା, ତେଣୁ ତାକୁ ସେମାନେ ପୁଣି ଗଢ଼ି ତୋଳିବା ପାଇଁ ଚେଷ୍ଟା କରୁଛନ୍ତି। ଆମେ ଟିକେ ଆଗେ ପ୍ରତିକ୍ରିୟା ନେବା। ଭାଇ ଦେଖିବେ ଇଏ ଯୋଉ ପାଣି କେତେ ଦିନ ରହିଲା ଏବଂ କେମିତି ଦେଖୁଛନ୍ତି ଆପଣ? ଏଠି କେତେ 4 ଦିନ ରହିଲା। ଆମେ ବହୁତ ଇଏ 19 ଘର ଇଏ 150 ଲୋକ ଆଉ ଭାରି ହଇରାଣ ହଉଛୁ। ଏଇ କାଦୁଅରେ ଯାହା ହଇରାଣ ହେଲୁ। ଆଉ ରାତି 2ଟା ଖଣ୍ଡ ବେଳକୁ ଆମେ ବନ୍ଧ ଉପରେ ରହିଲୁ। ତାପରେ ପ୍ରଶାସନ ଆସିଲେ ଆମକୁ ଟିକେ ସ୍କୁଲରେ ନେଇକି ଥଇଥାନ କଲା, ଖାଇବାକୁ ଦେଲା। ଏବେ ଯୋଉ ଆମେ ଆସିଲୁ ଆଜି ସକାଳେ, କିନ୍ତୁ ଚୁଲି ଫୁଲି ନାହିଁ, କିଛି ନାହିଁ। ଆମେ ଖାଇମୁ କଣ? ହେଇଛେ ଘର ସବୁ ଭାଙ୍ଗି ଯାଇଛି, କିଛି ନାହିଁ। ଆମ ଘର ଫର କିଛି ଅବସ୍ଥା ନାହିଁ। ଘର ବି ଭାଙ୍ଗି ଯାଇଛି? ଘର ଭାଙ୍ଗି ଯାଇଛି, ସବୁ ଭାଙ୍ଗି ଯାଇଛି ଆଜ୍ଞା। ଆମ ହାଣ୍ଡି ଫାଣ୍ଡି ସବୁ ପଳେଇ ଯାଇଛି। ଦେଖୁଥିବେ ଯୁଆଡେ ଅନେଇବ କୋଉ ମାନେ ସବୁ ଘର କାନ୍ଥ ଭାଙ୍ଗି ଯାଇଛି। କାହାର ସଠିକ ଇଏ ନାହିଁ, ଏବେ ମଧ୍ୟ ତିଆରି କରୁଛନ୍ତି। ଆମେ ଟିକେ ଆଉ ଟିକେ ପ୍ରତିକ୍ରିୟା ନେବା। ମୁଁ କଣ କହିବି, ଆପଣ ଘର ଏଠି ତିଆରି ସଜାଡ଼ିବା ବ୍ୟସ୍ତ କଣ କରୁଛନ୍ତି? ତିଆରି କରୁଛନ୍ତି? ତିଆରି ନ କଲେ ରହିମୁ ପୁଣି କୋଉଠି? ଆସିକି ସକାଳେ ଆସିକି ଦେଖିଲା ବେଳକୁ ତ ସବୁ ଭାଙ୍ଗି ଯାଇଛି, ଚୁଲି ବି ଭାଙ୍ଗି ଯାଇଛି, କାନ୍ଥ ଗୁଡା ସବୁ ଭୁଷୁଡି ଯାଇଛି। ଆଉ ନ ତିଆରି କଲେ ବି ଆମେ ରହିବା ପାଇଁ ଆଉ ଜାଗା ନାହିଁ। ଏଇ ଓଦାରେ ନିଜେ ଦେଖୁଛ, କାଦୁଅ ପାଣି ସବୁ ଓଦାରେ ହିଁ ଶୋଇବାକୁ ପଡିବ। ଆଜି ସଜାଡିବା ପାଇଁ ଏବେ ମାସେ 2 ମାସ ଖଣ୍ଡେ ଲାଗିଯିବ। ଘର ପାଖାପାଖି ପରିବାର ଏଠି ପୁରା ଭାଙ୍ଗି ଯାଇଛି? ବହୁତ ଲୋକଙ୍କର ଭାଙ୍ଗି ଯାଇଛି, 20 ପାଖାପାଖି ହବ। ସମସ୍ତଙ୍କର ଭାଙ୍ଗି ଯାଇଛି, ସମସ୍ତ ହଇରାଣ ହଉଛୁ। ତିଆରି କରୁଛନ୍ତି ଘର? ଆଜ୍ଞା, ନ ସଜାଡ଼ିଲେ ରହିମୁ କେମିତି? ନିହାତି ଭାବରେ ଆମେ ଆଉ ଟିକେ ମଧ୍ୟ ପ୍ରତିକ୍ରିୟା ନେବା। କାରଣ ଯେହେତୁ ଘର ଭାଙ୍ଗି ଯାଇଛି, କାହାର ବହି ବସ୍ତାନି ମଧ୍ୟ ଓଦା ହେଇଯାଇଛି। ଭାଇ ଦେଖିବେ ଆମେ ଦେଖୁଛୁ ସବୁ ଏଠି ଘର ଦ୍ୱାର ସବୁ ଭାଙ୍ଗି ଯାଇଛି। କେମିତି ଆସିକି କେମିତି ଆଉ ଏଇନା ଆସିକି ସବୁ କାନ୍ଥ ଫାନ୍ଥ ଗୁଡା ସାଇଜ କରୁଛନ୍ତି, ଆଉ ଚୁଲି ଫୁଲି ଗୁଡା ସାଇଜ କରୁଛନ୍ତି। ଆଉ କଣ କରିବା? ଆଉ ଘର ଅଛି? ଘର ତ ଭାଙ୍ଗି ଯାଇଛି, କିଛି ନାହିଁ କହିଲା ବାକି। କାନ୍ଥ ଫାନ୍ଥ କାହାର ଭାଙ୍ଗି ଯାଇଛି, କାନ୍ଥ ମାନେ ଖାଲି 15 ହାଳ ବାଗିଆ ଠିଆ ହେଇଛି। ଆଉ କେତେ ଦିନ ଲାଗିଯିବ ଆପଣଙ୍କୁ? ଇଏ ମାସେ 2 ମାସ ଖଣ୍ଡେ ଲାଗିଯିବ। ନିହାତି ଭାବରେ ଦେଖୁଥିବେ କେବଳ ଘର ନୁହେଁ, ଚାଉଳ ମଧ୍ୟ ଏଠି ନଷ୍ଟ ହୋଇଯାଇଛି ଏବଂ ସବୁ ଆଶାପତ୍ର ନଷ୍ଟ ହୋଇଯାଇଛି। କାରଣ ଲୋକଙ୍କର ବର୍ତ୍ତମାନ ପାଇଁ ରହିବା ପାଇଁ ମଧ୍ୟ ଘରଟିଏ ନାହିଁ। ବର୍ତ୍ତମାନ ସେ ଘରକୁ ସଜାଡ଼ିବା ପାଇଁ ଲାଗି ପଡ଼ିଛନ୍ତି, ସେ ଘରକୁ ଖଣ୍ଡେ ତିଆରି କରିବା ପାଇଁ ଏବଂ କିଭଳି ଭାବରେ ସେମାନେ ରହିବେ ଏବଂ ଜୀବନ ବିତାଇବେ ତାକୁ ନେଇକି ସେମାନେ ଲାଗି ପଡ଼ିଛନ୍ତି, ଉଦ୍ୟମ କରୁଛନ୍ତି। ସବୁ ପ୍ରକାର ଘର ଚାଉଳ ଯେଉଁ ଆଶାପତ୍ର ସବୁ କିଛି ନଷ୍ଟ ହୋଇଯାଇଛି। ତେବେ ସରକାର ବା ଜିଲ୍ଲା ପ୍ରଶାସନର ସହାୟତା ମିଳିଲେ ବା କୌଣସି ସହାନୁଭୂତି ଯଦି ସାହାଯ୍ୟ କରନ୍ତେ, ତାହେଲେ ହୁଏତ ଏମାନଙ୍କ ଜୀବିକା ପୁଣି ବଞ୍ଚି ପାରନ୍ତା।